ଚାଲନ୍ତୁ ମୁଁ ଆଜି ଆପଣମାନଙ୍କୁ ଜଣାଉଛି ଶୀତ ଦିନରେ ଆପଣମାନେ ନିଜକୁ ସୁରକ୍ଷିତ କେମିତି ରଖିବେ। ଜୟ ଜଗନ୍ନାଥ ଭାଇ ମାନେ, ମୋ ନାଁ ଆଦି ଆଉ ମୁଁ ରୁହେ ତାମିଲନାଡୁରେ। ଆଜି ସକାଳେ ଶୀତ ଏତେ ଜୋରସେ ପଡୁଥିଲା ଯେ ରୁମରୁ ବାହାରିବା ମୁସ୍କିଲ ହେଇଯାଇଥିଲା। ଆଉ ଏଇ ଶୀତ ପାଇଁ ମୋ ମୁହଁ ଫାଟିକିରି ଏତେ ଡ୍ରାଏ ହେଇଯାଇଥିଲା ଯେ ମୁଁ କଣ କହିବି। ଆଉ ସେଥିପାଇଁ ମୁଁ ଫ୍ଲିପକାର୍ଟରୁ ଗୋଟେ ଜିନିଷ ଅର୍ଡର କରିଥିଲି। ଆଉ ସକାଳୁ ସକାଳୁ ଫ୍ଲିପକାର୍ଟ ବାଲା ବି ପହଞ୍ଚି ସାରିଥିଲା ଆମ କମ୍ପାନୀ ଗେଟ୍ ଆଗରେ। ଆଉ ଯେତେବେଳେ ମତେ କଲ୍ ଆସିଲା ତ ମୁଁ ଡେରି ନ କରି ସାଙ୍ଗେ ସାଙ୍ଗେ ପଳେଇଗଲି ଅର୍ଡରଟାକୁ ରିସିଭ କରିବା ପାଇଁ। ତାପରେ ଫ୍ଲିପକାର୍ଟ ଭାଇଙ୍କ ପାଖରୁ ଅର୍ଡରଟାକୁ ରିସିଭ କରିଦେଇ ମୁଁ ବାହାରି ଗଲି ଆମ ରୁମ ଆଡକୁ। ଆଉ ଶୀତ ପ୍ରବଳ ଜୋରସେ ପଡୁଥିଲା ବୋଲି ମୁଁ 20 ଟଙ୍କାରେ କ୍ଷୀର ଧରିକି ପଳେଇ ଆଇଲି ଆମ ରୁମ ଆଡକୁ। ତ ଚାଲନ୍ତୁ ମୁଁ ଆଜି ଆପଣମାନଙ୍କୁ ଦେଖୁଛି ମୁଁ ଫ୍ଲିପକାର୍ଟରୁ କଣ ଅର୍ଡର କରିଥିଲି ଆଉ ତାର ପ୍ରାଇସ୍ କେତେ ଥିଲା। ତ ଚାଲନ୍ତୁ ଶୀଘ୍ର ଶୀଘ୍ର ଦୌଡିକି ପଳେଇବା ହଷ୍ଟେଲ ଭିତରକୁ। ତ ହଷ୍ଟେଲରେ ପହଞ୍ଚି ମୁଁ ସାଙ୍ଗେ ସାଙ୍ଗେ ଲାଗି ପଡିଲି ଅର୍ଡରଟାକୁ ଅନବକ୍ସିଂ କରିବା ପାଇଁ। ଆଉ ସାଙ୍ଗମାନେ ଏହାର ରେଟ୍ ଥିଲା 247 ଟଙ୍କା। ଆଉ ଅର୍ଡରଟାକୁ ଏତେ ସୁରକ୍ଷାରେ ଅଣାଯାଇଥିଲା ଯେ ଖୋଲିବାର ନାଁ ଧରୁନଥିଲା। ତ ସାଙ୍ଗମାନେ ଫାଇନାଲି ଅର୍ଡରଟା ଓପନ ହେଇଗଲା। ଆଉ ମୁଁ ଆଜି ଅର୍ଡର କରିଥିଲି ଡର୍ମାଟଚର ଫେସ ୱାଶ, ଯାହାକୁ ଲଗେଇଲେ ମୁହଁରେ ଡାର୍କ ସ୍ପଟ କିମ୍ବା କିଛି ପିମ୍ପଲ ହେଇନପାରେ। ତ ଭାଇ ମାନେ ଶୀତରୁ ବଞ୍ଚିବା ପାଇଁ ଆପଣ ମାନେ ଆପଣଙ୍କର ସ୍କିନ୍ କେୟାର କେମିତି କରୁଛନ୍ତି ଆମକୁ ନିଶ୍ଚୟ ଜଣେଇବେ। ତ ରହିଲି ଭାଇ ମାନେ, ଜୟ ଜଗନ୍ନାଥ।